ଆପଣଙ୍କ ପିଲାର ଭବିଷ୍ୟତ ସମ୍ଭାବନାରେ ପରିପୂର୍ଣ୍ଣ ଆଦର୍ଶ ପରୀକ୍ଷା ତା ପାଇଁ ଏକ ପ୍ରଥମ ଷ୍ଟେପ୍ ହେଇପାରେ। ଆଜ ଏ ପ୍ୟାରେଣ୍ଟସ୍ ଆପଣ କେତେ ସିରିୟସ୍ ଅଛନ୍ତି, ଆପଣ କେତେ କନସିୟସ୍ ବହୁତ ଇମ୍पोର୍ଟାଣ୍ଟ ଜିନିଷ। ଜୟ ଜଗନ୍ନାଥ, ମୁଁ ବିପିନ ପ୍ରଧାନ ପଢ଼ା ଏକାଡେମୀରେ କହୁଛି। ଆଜି ଏ ଭିଡ଼ିଓ ଆପଣମାନଙ୍କ ପାଇଁ ନେଇ ଆସିଛି। ଆପଣ ଯଦି ପ୍ୟାରେଣ୍ଟସ୍ ଓ ଆପଣଙ୍କ ପିଲା ଆଦର୍ଶ ପାଇଁ ପ୍ରିପେୟାର ହେଉଥାଏ ତାହେଲେ ଏଣ୍ଡ ପର୍ଯ୍ୟନ୍ତ ଏ ଭିଡ଼ିଓଟି ଦେଖନ୍ତୁ। ଆପଣ ଏ ଭିଡ଼ିଓ ମୁଁ କହିବାକୁ ଚାହୁଁଛି କାହିଁକି ପଡ଼ ଆସେସମେଣ୍ଟ ଆପ୍ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ପଡ଼ ଆସେସମେଣ୍ଟ ଆପ୍ ବ୍ୟବହାର କରି ଆପଣ କେମିତି ସ୍ଥିର ନିଶ୍ଚିତ ହେଇପାରିବେ, ଆପଣ କେମିତି ନିଜକୁ ସୁଦୃଢ଼ କରିପାରିବେ ବିଶ୍ୱାସକୁ ଯେ ହଁ ମୋ ପିଲା ଆଦର୍ଶ ପାଇପାରିବ। ଗୋଟେ ଛୋଟିଆ ଉଦାହରଣ ଦେବି। ଯେତେବେଳେ ଆପଣଙ୍କ ପିଲାର ଦେହ ଖରାପ ହେଉଛି, ଜ୍ୱର ହେଉଛି, ଆପଣ କ'ଣ କରୁଛନ୍ତି? ଆପଣଙ୍କ ସାମର୍ଥ୍ୟ ହିସାବରେ ଆପଣ ଗୋଟେ ଡାକ୍ତର ପାଖକୁ ନେଇ ଯାଉଛନ୍ତି। ଆଉ ସେଇ ଡାକ୍ତର ଯେତେବେଳେ ଆପଣଙ୍କ ପିଲାକୁ ଚେକ୍ କରୁଛି ଗୋଟେ 100 ଟଙ୍କିଆ ଥର୍ମୋମିଟର ୟୁଜ୍ କରୁଛି, ଟୁଲ୍ସ ୟୁଜ୍ କରୁଛି। ଯଦି ଆପଣଙ୍କ ପିଲା ଜ୍ୱର 4-5 ଦିନ ଅଧିକ ହେଇଯାଇଥାଏ ତାହେଲେ ସେ ରେକମେଣ୍ଡେଡ୍ କରୁଛି ସେଟାକୁ ବ୍ଲଡ୍ ଟେଷ୍ଟ କରିବା ପାଇଁ। ଡକ୍ଟର ନଲେଜର ଅଭାବ ନାହିଁ, ଅଭାବ ଅଛି ଆପଣଙ୍କ ପିଲାର ବିଷୟରେ ଜାଣିବା ପାଇଁ। ଆପଣଙ୍କ ପିଲା ପ୍ରପର ପ୍ରୋବ୍ଲେମ କୋଉଠି ଅଛି। ଯଦି ଆପଣଙ୍କ ପିଲା ପ୍ରପର ପ୍ରୋବ୍ଲେମ ସେ ଜାଣିପାରିବ, ଡାୟଗ୍ନୋସିସ୍ କରିପାରିବ, ନିଶ୍ଚିତ ଭାବେ ଯେଉଁ ମେଡିସିନ ସେ ରେକମେଣ୍ଡେଡ୍ କରାଇବ ଆପଣ ପିଲା ଭଲ ହେଇଯିବ। ସେ ନିଜକୁ ସ୍ଥିର ନିଶ୍ଚିତ କରିବା ଦରକାର ଆପଣ ପିଲାର ପ୍ରୋବ୍ଲେମ କୋଉଠି ଅଛି। ତାପରେ ସେ ନିଜେ ଏନ୍ସ୍ୱର କହିପାରିବ କନଫିଡେଣ୍ଟଲି ଯେ ଆପଣ ପିଲା ଏଇ ମେଡିସିନ ଖାଇବ ଭଲ ହେଇଯିବ। ସେମିତି ଆଜ୍ଞା ପିଲାଙ୍କୁ ପଢ଼େଇବାଟା ଯେତିକି ଇମ୍ପୋର୍ଟାଣ୍ଟ, ପିଲା ପଢ଼ିବା ପରେ ତାର ଦୁର୍ବଳତା କୋଉଠି ଅଛି, ତାର ଅଣ୍ଡରଷ୍ଟାଣ୍ଡିଂ ପ୍ରୋବ୍ଲେମ କୋଉଠି ଅଛି ସେଇଟା ଜାଣିବା ବହୁତ ଇମ୍ପୋର୍ଟାଣ୍ଟ। ଆଉ ସେଥିପାଇଁ ପଡ଼ ଆସେସମେଣ୍ଟ ଆଉ ବହୁତ ହେଲ୍ପ କରିବ। ଆପଣ ପଢ଼ି ତ ଦେଲେ ଆଜ ଏ ଟିଚର, ଆଜ ଏ ପ୍ୟାରେଣ୍ଟସ୍ ଆପଣ ପିଲାକୁ ଆପଣ ସାମର୍ଥ୍ୟ ହିସାବରେ ପଢ଼େଇଲେ, କିନ୍ତୁ ପିଲା କେତେ ବୁଝିଲା ସେଇଟା ଜାଣିବା ନିହାତି ଦରକାର। ଯେତେବେଳେ ଆପଣ ସେଇଟା ବୁଝିପାରିବେ ଆପଣ ପିଲାର ସଫଳତାକୁ ଆପଣ ମାନେ ସ୍ଥିର ନିଶ୍ଚିତ କରିପାରିବେ। ବାରମ୍ବାର ପରୀକ୍ଷା ଦେଲେ ତାର କୋଉ ସବଜେକ୍ଟ ୱିକନେସ୍ ରହୁଛି, କୋଉ ଚାପ୍ଟରରେ ୱିକନେସ୍ ଅଛି, କୋଉ ଟାଇପ ଅଫ କ୍ୱେଶ୍ଚନ ସେ ପ୍ରୋବ୍ଲେମ କରୁଛି ମାନେ ଭୁଲ କରୁଛି, ସେ ରିପୋର୍ଟ ଆପଣ ଜାଣିପାରିବେ। ଆମେ ଆପଣଙ୍କୁ ରିକ୍ୱେଷ୍ଟ କରିବୁ ପଡ଼ ଆସେସମେଣ୍ଟ ଆପ୍ଟା ଆପଣ ବାରମ୍ବାର ୟୁଜ୍ କରନ୍ତୁ। ପଡ଼ ଆସେସମେଣ୍ଟ ଆପ୍ ୟୁଜ୍ କରିବା ଦ୍ୱାରା ଏଇ ଯେଉଁ ୱିକନେସ୍ ଆପଣ ଜାଣିପାରିବେ, ସେ ଅନୁସାରେ ଆପଣ ପିଲାକୁ ଗାଇଡ୍ କରିପାରିବେ। ତାର କୋଉ ସବଜେକ୍ଟ ୱିକନେସ୍ ହେଲା, କୋଉ ଚାପ୍ଟରରେ ଯେତେବେଳେ ଆପଣ ତାକୁ ପଢ଼େଇଲେ, ପିଲାକୁ ଗାଇଡ୍ କଲେ, ପିଲାର କ'ଣ ହେଲା ନଲେଜ ବଢ଼ିଲା, ଅଣ୍ଡରଷ୍ଟାଣ୍ଡିଂ ବଢ଼ିଲା, ଯୋଉଟା ତାର କନଫିଡେନ୍ସ ବଢ଼ିବ ଅଟୋମେଟିକାଲି। ଯେତେବେଳେ ତାର କନଫିଡେନ୍ସ ବଢ଼ିବ ପିଲା ନିଶ୍ଚିତ ଭାବେ ପରଫର୍ମାନ୍ସ ଭଲ କରିବ। ତାହେଲେ ଆଜି ଲେଟ୍ କରିଛନ୍ତି କ'ଣ ପାଇଁ? ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରନ୍ତୁ ପଡ଼ ଆସେସମେଣ୍ଟ ଆପ୍।